କଣଟେ ଆଉଥରେ କଣ ଆଙ୍ଗୁଠି କହିଲ? ପୁରଉନ, ଆଙ୍ଗୁଠିଟା ପୁରଉନ। ମତେ ଡର ଲାଗେ, ମୁଁ କେବେ ପୁରେଇନି। ତାହେଲେ ଭୁବନେଶ୍ୱର ଆସ, ମୁଁ ପୁରେଇଦେବି। କଣ କହୁଛ ତମେ? ଛିଡ଼ା ହେଇଛି, ଛିଡ଼ା ହେଇଯିବା। ମୁଁ ଛିଡ଼ା ହେବା କରିବି, କଣ କହୁଛ ତମେ? ଯଦି କଣ ହେଇଗଲା? କଣ ହବ? ପ୍ରୋଟେକ୍ସନ ଅଛି, କଣ୍ଡୋମ ଅଛି, ଲଗେଇକି କରିବି। ସେ କଥା କହୁଛି ନା, ମତେ ଆଉ ଡର ଲାଗେ ଯଦି କଣ ମୋର ହେଇଗଲା। କଣ ହବ? ଏତେ ଲୋକ କରୁଛନ୍ତି, କିଛି ହଉନି, ତମର କଣ ହବ? ହଁ କେଜାଣି, ମତେ ଡର ଲାଗେ ସେଥିପାଇଁ, ମୁଁ ଜାଣିନି। ନା କିଛି ହବନି। ଯଦି ମରିଗଲା, ମଝିରେ ଗୋଟେ କେସ କାଢିଥିଲା ନ୍ୟୁଜରେ ନା, ମଝିରେ ଗୋଟେ କେସ କାଢିଥିଲା ମରିଯାଇଥିଲା ଗୋଟେ କୋଉଠି। ତମେ ମୋଟା ନା ପତଳା କି? ମୁଁ ହେଲ୍ଥ ମାନେ ସାଉଣ୍ଡ ହେଲ୍ଥ, ୱେଟ୍ ମୋର ମୋଟା ନୁହଁ କି ପତଳା ନୁହଁ, ସାଉଣ୍ଡ ହେଲ୍ଥ। ପିକ୍ ଦେଇପାରିବ? ମାନେ ଭୁଲ ବୁଝିବନି, ଫଟୋ ନା ହଉ। କହିଦଉଛି, ମୋର ହାଇଟ୍ ହଉଛି 5.2, ୱେଟ୍ ହଉଛି 50। ଆଉ କଣ ମାନେ ତାଙ୍କ କଥା ସେଗୁଡା କହୁନି ଆଉ ଅଧା କିଛି କହିବି। ତ ବଢିଆ ତ, ଗୁଡ୍ ହେଲ୍ଥ ଆଣ୍ଡ ସମ୍। ହଁ ହେଲ୍ଥ ମୋର ଠିକ ଅଛି, ପତଳା କିଛି ନାହିଁ। ଆଉ ସମ୍ଭାଳି ପାରିବନି। ତାପରେ ମୋର ତ ବେଶୀ ମୋଟା ନୁହଁ ଯେ କାଟିବ ତମକୁ। ଆରେ ନା, ମୁଁ ମାନେ ସେ କଥା କହୁନି, କିନ୍ତୁ କାହିଁକି ମତେ ଡର ଲାଗେ ଭାବିଲେ, କାଳେ କଣ ହେଇଯିବ ମୋର। ତମର ଇଚ୍ଛା ଅଛି ନା ନାଇଁ? ଇଚ୍ଛା ଆଉ କାହାର ନଥାଏ, ସେଟା ନର୍ମାଲ ହ୍ୟୁମାନ୍ ବିଂ, କାହାର ସମସ୍ତଙ୍କ ପରିବାରରେ ହରମୋନ ଅଛି, ସମସ୍ତଙ୍କର ଇଚ୍ଛା ହୁଏନି କାହିଁକି? ଆଉ ଛାତି ସାଇଜ କେତେ? 32। 32? ତାହେଲେ ତ ମସ୍ତ, ପୁରା ସବୁ ବଢିଆ ମସ୍ତ ଅଛି ପୁରା। ଆଚ୍ଛା। ଘରୁ ଘରୁ ଠିଆ ହେଇଯିବ। ତାପରେ କଣ କରିବ? ତାପରେ 15-20 ମିନିଟ୍ କଣ୍ଟିନ୍ୟୁ ଗୋଟେ ଲିଫ୍ଟ କିସ୍ ହବ। ଆଚ୍ଛା, ତାପରେ ଜୋରରେ ଟିକେ ହଗ୍ କରିବି। ଆଚ୍ଛା, ତାପରେ ଆଚ୍ଛା, ଗୋଟେ ଏଇ ଯୋଉ ଲିଫ୍ଟ କିସ୍ କଲେ କୋତରା ଲାଗେନି ନା? ପାଟିରେ ନାଳ ଛାପ, କାହା ପାଟିରେ କଣ ଥିବ, ସେମିତି କର। ଇୟର କଡ୍ ଟା ଲଗେଇଛ କି? ହଁ। ତମେ ସେଇଟା କାଢିଦିଅ, ସେଇଟା କାଢିଲେ ମତେ ଲଗେଇଲେ ଭଲ ଶୁଭୁନି। ହଉ। ହଁ ଶୁଭିଲା। ଏବେ କୁହ, କଣ କହୁଥିଲ? କହୁଥିଲି କି ଏଇ ଯୋଉ ଲିଫ୍ଟ କିସ୍ କଲେ କୋତରା ଲାଗେନି ନା? କେମିତି କରିଦିଅ, ମାନେ ଜଣଙ୍କ ପାଟିରେ ଓଠରେ ଲଗେଇ ଓଠ, ତା ପାଟିରେ ନାଳ ଛାପ ଅଛି। ସେଇଟା ତମେ କହୁଛ, କିନ୍ତୁ ଥରେ ଷ୍ଟାର୍ଟ ହେଇଗଲେ ତମର ବି ଏତେ ମୁଡ୍ ଆସିଯିବ ଯେ ତମେ ବି ଛାଡିବନି। ନା ମତେ ଭାବିଲେ ଏଇଟା କୋତରା ଲାଗୁଛି, କୋତରା। ହଁ ସେଇଟା ଲାଗିବ, ଏବେ ଲାଗିବ ହେଲା, କିନ୍ତୁ ଆଜି ନହେଲେ କାଲି ମ୍ୟାରେଜ କରିବ, ମ୍ୟାରେଜ କଲା ପରେ ଦେଖିବ ମାନେ ଲିଫ୍ଟ କିସ୍ ଥରେ ଷ୍ଟାର୍ଟ ହେଲେ କଣ ହୁଏ। ଆଚ୍ଛା, କୋତରା ଲାଗେନି? ହଁ, ଲିଫ୍ଟ କିସ୍ ଥରେ ଷ୍ଟାର୍ଟ ହେଇଗଲେ ତାପରେ ଖାଲି ଲିଫ୍ଟ କିସ୍ ଟା ହେଲେ ତ ଖାଲି ଲିପ୍ରେ ଓଠଟା ହିଁ ରହିବନି, ହାତ କୋଉଠି ନା କୋଉଠି ବାଜି ଯାଉଥିବ ଯାଇକି। କୋଉଠି ବାଜିବ? ନାଣ୍ଡି, ଗୁଡ ସବୁଆଡେ। ଆଚ୍ଛା, ତାପରେ ନାଣ୍ଡିକୁ ପଛପଟୁ ହାତରେ ଚିପି ଦେଇଥିବ, ଦୁଧକୁ ମଝିରେ ମଝିରେ ଚିପି ଦଉଥିବ। ତାପରେ ଓଠକୁ ଛାଡିକି ବେକ ତଳକୁ ଧର ପିସ୍ ଦେଇଥିବ, ସେତିକି ତମ ବଡି ଗରମ ହେଇଯିବ। ଆଉ ବଡି ଗରମ ହେଇଗଲେ ଆଉ ତୁମ ସେ ଅସନା କଥା ଆଉ ଚିନ୍ତା ଆସିବ କି? ସେତେବେଳେ ତମେ ବି ହିଟ୍ ହେଇଯାଇଥିବ, ତମେ ବି କୁଣ୍ଡେଇ ପକେଇବ। ଆଚ୍ଛା, ଏମିତି କଥା ନା? ତାପରେ ପୁରା ହିଟ୍ ହେଇଗଲେ ମୋର ପୁରା ଶାବଳ ଠିଆ ହେଇଯାଇଥିବ, ସେତେବେଳେ ଆଉ ଭଲ ମାନିବନି, ତମେ ବି ହିଟ୍ ହେଇଯାଇଥିବ। ଆଚ୍ଛା। ରଡି ଖୋଲିଲେ ପୁରିଲା ଆଉ କଣ।
ଏମିତି ତାହେଲେ ହୁଏ ସବୁ ଘଟଣା ନା। ଆଉ ଯୋଉ ସେଇଟା ଯୋଉ ଚାଟା ଚାଟି କରନ୍ତି ସେଇଟା ତ ଆହୁରି ପତଳା ଜିନିଷ, ସେଇଟା ଆହୁରି ପତଳା ଲାଗୁଥିବ ଅସନା। ଯୋଉ ବିହାରୀ ଚଟଣି। ହଁ ହଁ ବିହାରୀ ଚଟଣି ବାଣ୍ଡକୁ ବି ପାଟିରେ ପଡୁନି। ଛି ଛି। ବଟ୍ ମୁଁ ଆଜି ପର୍ଯ୍ୟନ୍ତ ଚାଟିନି। କରିଛ? ନା। ଆଚ୍ଛା। ଖାଲି ମୋ ଗାର୍ଲଫ୍ରେଣ୍ଡ ଯାଇଥିଲା ତା ଅପନ କରିକି ବିହାରୀ ଖାଲି କିସ୍ କରିଛି କିନ୍ତୁ ଚାଟିନି। ଆଚ୍ଛା। ଆଉ ଏଇ ଯୋଉ ମ୍ୟାଡାମ କାଲି ଯୋଉ କହୁଥିଲି ସିଏ ମୋ ବାବା ମାନେ ପାଟି ଏତେ ପୁରା ପୁରେଇଥିଲା ପୁରା। ଆଚ୍ଛା। ତା ପାଟିରେ ଜାଗା ହୁଏ ନା ସେଟା? ନାଇଁ ଯେତିକି ଗଲା ଆଉ। ଓହୋ। ଅସନା ଗୁଡା ମତେ ତମେ ଏବେ ଭାବିଲେ ଅସନା ଲାଗେ। ତମେ ଏବେ କହୁଛ ଥରେ ଆସିକି ଦେଖ ତାପରେ ଜାଣିବ। ମତେ ଲାଗୁଛି ମୁଁ ଇନ ଫ୍ୟୁଚର କେବେ ସେମିତି କରିବି ବୋଲି। ଆଚ୍ଛା ଶୁଣ ସିରିୟସଲି ଗୋଟେ କଥା ପଚାରୁଛି ହେଲା। ମାନେ ଖରାପ ଭାବିବ ନାହିଁ ଆଉ ତମକୁ ଯୋଉଟା ପସିବୁଲ ସେଇଟା ହିଁ କହିବ ହେଲା। ଫିଜିକାଲ ହେଇପାରିବ କି ମୋ ସାଙ୍ଗରେ? ମୋ ସହିତ ଫିଜିକାଲ ହେଇପାରିବ କି ରିଅଲ ରେ? ମାନେ ସିରିୟସଲି କହୁଛି। ନା ମତେ ଲାଗୁନି ମୁଁ ହେଇପାରିବି ବୋଲି। ଆଉ ଯଦି ମୁଁ କହୁଛି ମୋ କଥା, ସୋସିଆଲ ମିଡିଆ ଏ ଲାଇଫ ଗୋଟେ ଅଲଗା ଆଉ ରିଅଲ ଲାଇଫ ଅଲଗା। ତ ମୁଁ ଯଦି ଏବେ ଇନ ଫ୍ୟୁଚର କାହା ସହିତ ବି ରିଲେସନରେ ଫିଜିକାଲ ହୁଏ ତାହେଲେ ସେଟା ଓନଲି ୱିଥ ମାଇ ଲିଗାଲ ହଜବେଣ୍ଡ, ତା ଛଡା ଅନ୍ୟ କେହି ନୁହଁ। ହଁ ଠିକ ଅଛି। ତ ଲିଗାଲି ଯିଏ ବି ଲାଇଫରେ ଆସିବ ସବୁ ଅଧିକାର ତାରି ହିଁ ରହିବ। ତାହେଲେ ତ ଠିକ ଅଛି। ଆଉ ଏସବୁ ସୋସିଆଲ ମିଡିଆରେ କଥା ହେଇଛେ ଟାଇମ ପାସ୍ କଥା, ତମେ ବି ଜାଣିଥିବ କଣ। ହଁ ସେଇଟା ଛାଡ, ଫିଜିକାଲ ଛାଡ, ଯୋଉ ହଗ୍ କିସ୍ ଏଇସବୁ? ଏଇଟା ଶୁଣିଲା ପରେ କିସ୍ କଥା ମତେ କେତେ କୋତରା ଲାଗେ ସେଇଟା ଦେଖିଲେ। ନା ତମେ ବୁଝିପାରୁନ, ମାନେ ଯୋଉଟା ଭିଡିଓରେ ଯୋଉ ଦେଖୁଛ ସେଇ ଟାଇପ ର କିସ୍ କଥା ମୁଁ କହୁନି ହେଲା। ଧର ତମେ ଭୁବନେଶ୍ୱର ଆସିଲ, ସେମିତି ନାଇଁ କ୍ଲୋଜନେସ୍ ତ ମୋର ସେମିତି ଫ୍ରେଣ୍ଡସ୍ ମାନେ କେବେ କିଛି ସେମିତି ଫ୍ରେଣ୍ଡସ୍ ମାନେ ଏତେ କ୍ଲୋଜନେସ୍ ନାହିଁ କି ହଗ୍ କିସ୍ ଯାଏଁ କଥା ଯିବ, ମାନେ ଏତେ ବି ଆମେ ଓପନ ନୁହଁ, ଗାଁରେ ରହିଲୁ ନା। ତ ଠିକ ଅଛି। ହଗ୍ ଟା କେବଳ ଗର୍ଲସ ମାନଙ୍କ ସହିତ ହିଁ ଲିମିଟେଡ ଅଛି, ନିଜ ହେଲା ଝିଅ ସାଙ୍ଗ ଯେତିକ ଅଛନ୍ତି ତାଠୁ ଆଗକୁ କେବେ ଯାଇନି। ଶୁଣ ମୁଁ କହୁଛି କଣ, ଧର ଯାହା ହେଲେ ବି ଆମେ କଥା ହଉଛୁ ମାନେ ଗୋଟେ ବର୍ତ୍ତମାନ ଆମର ଗୋଟେ ଫ୍ରେଣ୍ଡସିପ ହେଇଯାଇଛି। ଆଉ ମାନେ ସବୁ ପ୍ରକାର କଥା ହେଇପାରୁଛେ ମାନେ ଗୋଟେ କ୍ଲୋଜ ଫ୍ରେଣ୍ଡସିପ ବି କହିବା ପାଇଁ ଗଲେ କିଛି ଭୁଲ ହବନି। ତମେ ଧର ଆସିଲ ଭୁବନେଶ୍ୱର ଆସିଲ ଦେଖା ହେଲା ହେଲା, କୋଉଠି ବୁଲିବା ପାଇଁ ଗଲେ, ଧର ପାର୍କ ବୁଲିବା ପାଇଁ ଗଲେ କି କୋଉଠି ବୁଲିବା ପାଇଁ ଗଲେ, ବସିଥିବା ଭିତରେ ତମ କାନ୍ଧରେ ହାତ ପକେଇବା କିମ୍ବା ବସ ରେ ଧରିବା ଆଉ ଜଷ୍ଟ ଗାଲରେ କିସ୍ କରିବା ଏସବୁ। ମତେ ମୁଁ ଭାବି ପାରୁନି, ସେ ଟାଇମରେ ଜଣାଯିବ, ଦେଖାଯିବ। ଯଦି ସେଟା ସିଚୁଏସନ ଆସେ କଣ ହେଇଥିବ ମୁଁ କହିପାରିବିନି। କିନ୍ତୁ ଏବେଠୁ ମୁଁ କହିପାରୁନି ଯେ ମୁଁ ସେମିତି କରିବି କି କରିପାରିବି ବୋଲି। ନାଇଁ ଆଉ ତମେ ଯୋଉଟା କହିଲ କି ସେକ୍ସ ଟା ଯୋଉଟା ଫିଜିକାଲ ଟା, ସେଇଟା ତମ କଥାରେ ମୁଁ ଏକମତ। ଯଦି ବି କେବେ ଆମର ଦେଖା ହେଲା ବୁଲାବୁଲି କରିବା ପାଇଁ ଗଲେ ଜଷ୍ଟ ମାନେ ଆଉ ମାନେ ଅଟୋରେ ମୁଁ ଜାଣିପାରିଲି ଅଲିଭ କିସ୍ ତମର ପସନ୍ଦ।